ରଥୀ ରାଜାର ପୌରପରି ମହାମାରୀ ଦୁର୍ଯ୍ୟୋଧନର ଶିରଟାକୁ ଟଳାଇଥିଲା। ଭାର ଫୁଟାଇ ସୁଧ ପୁତ୍ର କନ୍ୟା ଅପମାନ ଘୋର ଅପମାନ ଅପମାନରେ ଜର୍ଜରିତ ହେଲା ସର୍ବାଙ୍ଗ ମୋହର। ଏହା କିପରି ହୋଇଲା ସମ୍ଭବ? ଏହା କିପରି ହୋଇଲା ସମ୍ଭବ? ଛୋଟ ସାପର ବି ଅଧିକ ବିଷ ଥାଏ ରେ ଦୁର୍ଯ୍ୟୋଧନ, ଅଧିକ ବିଷ ଥାଏ। ମାତା କୁନ୍ତୀ ତମେ ସବୁ ଶୁଣିଛି। ନମନି ବାରଣ ଦମ୍ଭ ଜାଗେ ଚାଲିଗଲେ ସେ ଅଭିହତ ଆଉ ତାହାକୁ ଦେବ ଅଧିକ ନିର୍ଯାତନା ଆଉ ତାହାର ପରିଣାମ ଦେଲା ଅଧିକ କଷ୍ଟ ଆଉ ତାହାର ପାଦରେ ମଗାଇଲେ ଭିକା। ଏଇ କଥା କଣ ମିଥ୍ୟା ଦୁର୍ଯ୍ୟୋଧନ? ଏଇଟା କଣ ମିଥ୍ୟା? ମାତା ଏହା କିପରି ହୋଇଲା ସମ୍ଭବ? ମାତା ଝାର ଫୁଟାଇ ଶୃଙ୍ଖଳଟା ଏ ପଶୁରାଜ ସିଂହଟାକୁ ଆଜି ସମରେ କରିଲା ପରାସ୍ତ। ଏହା କିପରି ହୋଇଲା ସମ୍ଭବ? ମାତା ମୁଁ କିଛି ନ ପାରି ଜାଣି ମୁଁ କିଛି ନ ପାରି ଜାଣି ଏହା ହେଉଛି ତୋ କର୍ମର ଫଳ ଦୁର୍ଯ୍ୟୋଧନ, ତୋ କର୍ମର ଫଳ। ଦୁର୍ଯ୍ୟୋଧନ ଫଳୁଥିବ ଅଗ୍ନିରେ କ୍ରୋଧର ଆହୁତି ଦେଇ ତମେ ଚଳେଇବାକୁ ଚେଷ୍ଟା କରୁଛ। ସେଥିପାଇଁ କହୁଛି ମୋ ପଞ୍ଚପାଣ୍ଡବକୁ ଫେରାଇ ଆଣ ଆଉ ତାହାକୁ ଦିଅ ତାର ରାଜ୍ୟ ଔଷଧ୍ୟ। ସେଟା ସତ୍ୟ କଥା ନା? ସତ୍ୟ କଥା। ନାଇଁ ମାତା କୁନ୍ତୀ ନା। ମହାମାରୀ ଦୁର୍ଯ୍ୟୋଧନଟା ଅଙ୍ଗେ ଯିବ ପଛେ ହେଲେ ମୁଇଁ ପଟ କରି ନାହିଁ। ନାଇଁ ନାଇଁ ମାତା କୁନ୍ତୀ ନାଇଁ। ଏ ମହାମାରୀ ଦୁର୍ଯ୍ୟୋଧନ ବିନା ଯୁଦ୍ଧେ ନ ଦେବ ତମେ ସବୁ ଦେଖିବ, ସବୁ ବି ଶୁଣିବ ମାତା କୁନ୍ତୀ। ତମେ ଏ ମହାମାରୀ ଦୁର୍ଯ୍ୟୋଧନର କିଛି ବି କ୍ଷତି କରିପାରିବନି। କାରଣ ମୁଁ ଖାଲି ମାନେ ଦୁର୍ଯ୍ୟୋଧନ ନୁହେଁ।